ଶୋଇବାକୁ ଯିବା ପୂର୍ବରୁ ପାଦ ହସ୍ତ ଭଲ ଭାବରେ ଧୌତ କରନ୍ତୁ। ଆପଣ କୌଣସି ପ୍ରକାର ସଫା ବସ୍ତ୍ର ପିନ୍ଧିକିରି ଶୟନ କରିବା ଆପଣଙ୍କ ପାଇଁ ସଦାସର୍ବଦା ଉଚିତ ଏବଂ ଶ୍ରେୟସ୍କର। ଆପଣ ଏହିସବୁ ଦିଗକୁ ଧ୍ୟାନ ଦେବା ଆବଶ୍ୟକ ଏବଂ ଶୟନ କରୁଛନ୍ତି ଯେତେବେଳେ ପୂର୍ବ ନଚେତ୍ ଦକ୍ଷିଣ ଦିଗକୁ ମସ୍ତକ ଦେଇ ଶୋଇବା ଆବଶ୍ୟକ। କାହିଁକି ତାର ଅନେକ ଗୁଡ଼ିଏ କାରଣ ରହିଛି। ଯେପରି ଆମେ ଗୋଟିଏ ବୈଜ୍ଞାନିକ ମତ ମଧ୍ୟ ଦେଇପାରିବା। ଆପଣ ପ୍ରତ୍ୟହ ଦେଖୁଥିବେ ସୂର୍ଯ୍ୟ ନାରାୟଣ ପୂର୍ବ ଦିଗରେ ଉଦିତ ହୋଇ ପଶ୍ଚିମ ଦିଗରେ ଅସ୍ତ ଯାଉଛନ୍ତି, ଅର୍ଥାତ୍ ପୃଥିବୀ ପଶ୍ଚିମରୁ ପୂର୍ବାଦିକ୍ରମେ ଘୂର୍ଣ୍ଣୟମାନ ଅବସ୍ଥାରେ ଯାଉଛନ୍ତି କକ୍ଷରେ। ତେଣୁ ଯୁଆଡ଼ିକି ଆପଣଙ୍କର ଯେଉଁ ଆଡ଼କୁ ଗାଡ଼ିଟି ଗତି କରୁଛି, ଯଦି ସେଇ ଆଡ଼କୁ ଚାହିଁ ଆପଣ ଆପଣଙ୍କର ସିଟ୍ରେ ବସୁଛନ୍ତି ତେବେ ଆପଣଙ୍କର ମୁଣ୍ଡ ବୁଲାଏ ନାହିଁ। କିନ୍ତୁ ଯଦି ତାର ପଛ ଆଡ଼କୁ ଆପଣ ଚାହିଁ ବସନ୍ତି, ଅନେକ ସମୟରେ କିଛି ବ୍ୟକ୍ତିତ୍ୱଙ୍କର ମୁଣ୍ଡ ବୁଲାଇଥାଏ। ତେଣୁ ସେହି ନ୍ୟାୟରେ ପୂର୍ବ ଦିଗକୁ ମସ୍ତକ ଦେଇ ଶୋଇବା ଉଚିତ।